ଏଠି ଅଛନ୍ତି ନା ବାହାରେ ଯାଇଛନ୍ତି? ଆମେ କୋଉ ସ୍ଥାନରେ ଅଛୁ କି କହିପାରିବେ? ଆମେ କୋଉ ସ୍ଥାନରେ ଅଛୁ କେହି କହିପାରିବେ? ଏଇଟା ଛୋଟ ଘର ଦେଖା ଯାଉଥିବ, କାନ୍ଥ ଦେଖା ଯାଉଥିବ, ଫ୍ୟାନ ଦେଖା ଯାଉଥିବ, ଟେବୁଲ ଦେଖା ଯାଉଥିବ, ଆପଣ ଦେଖା ଯାଉଥିବେ, କିନ୍ତୁ ଆମେ ପ୍ରଭୁଙ୍କର ଉପସ୍ଥିତିରେ ଅଛୁ। ପ୍ରଭୁଙ୍କର ଉପସ୍ଥିତିରେ ଆମେ ପ୍ରତ୍ୟେକ ଲୋକ ଉପସ୍ଥିତ ହୋଇଅଛୁ। ଏହା ବିଶ୍ୱାସ କରୁଅଛୁ କି? ସମସ୍ତେ ଯଦି ବିଶ୍ୱାସ କରୁଅଛନ୍ତି ପ୍ରଭୁଙ୍କର ନାମରେ ଗୌରବ କରିବା, ପ୍ରତ୍ୟେକ ଲୋକ ହାତ ଉଠାଇବା ଆଉ ପ୍ରଭୁଙ୍କର ନାମରେ ପ୍ରାର୍ଥନା ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା, କାରଣ ତାଙ୍କର ଉପସ୍ଥିତିରେ ଆମେ ପ୍ରତ୍ୟେକ ଲୋକ ଅଛୁ। ଆସନ୍ତୁ ସମସ୍ତେ ହାତ ଉଠାଇବା। ଯଦି ପାଉଛନ୍ତି ପ୍ରଭୁଙ୍କର ଉପସ୍ଥିତିରେ ଆପଣ ସମସ୍ତେ ଅଛନ୍ତି, ତାହେଲେ ଦୁଇଟି ହସ୍ତକୁ ପ୍ରଭୁଙ୍କ ନିକଟରେ ସମର୍ପିତ କରିଦିଅନ୍ତୁ। ଆଜି ଆପଣଙ୍କର ଜୀବନ କେବଳ ପ୍ରଭୁଙ୍କର ଦୟା ସକାଶେ ଆଜି ପାଇଅଛନ୍ତି। ଏହି ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ବିଷୟ ପ୍ରଭୁ ଜାଣିଅଛନ୍ତି। ଆଜି ପ୍ରତ୍ୟେକ ଲୋକଙ୍କର ଅଭାବକୁ ଜାଣିବା ପରମେଶ୍ୱର ଅଟନ୍ତି। ଆଜି ଯେଉଁ ପରିସ୍ଥିତି ନେଇ ଆଜି ଏହି ସ୍ଥାନରେ ପ୍ରଭୁଙ୍କ ନିକଟରେ ଉପସ୍ଥିତ ହୋଇଅଛନ୍ତି, ତାହା ବିଶେଷ ସ୍ୱର୍ଗସ୍ଥ ପିତା ଦେଖୁଅଛନ୍ତି। କାରଣ କହିଅଛନ୍ତି ପରମେଶ୍ୱର ଆମମାନଙ୍କର ନିକଟବର୍ତ୍ତୀ ପରମେଶ୍ୱର ଆସିବା ପରମେଶ୍ୱର ସେ ଅଟନ୍ତି। କାରଣ ଆମେ ଯେତେବେଳେ ତାଙ୍କରି ନାମ ଧରୁ, ଯୋଉ ସ୍ଥାନରେ ବି ସେଇ ସ୍ଥାନରେ ପରମେଶ୍ୱର ବିଦ୍ୟମାନ ଅଟନ୍ତି। ଆଜି ଆମମାନଙ୍କର ନିକଟରେ ସେ ପରମେଶ୍ୱର ଉପସ୍ଥିତ ଅଟନ୍ତି। ଆଜି ଆମେ କହୁ ସେ ଚକ୍ଷୁରୁ ଦେଖି ପାରୁନାହୁଁ, କିନ୍ତୁ ସେ ପରମେଶ୍ୱର ଆମମାନଙ୍କର ଦକ୍ଷିଣ ପାର୍ଶ୍ୱରେ ସେ ଆମର ଉପବିଷ୍ଟ ହୋଇ ଛିଡା ହୋଇଅଛନ୍ତି। ଏହା ବିଶ୍ୱାସ କରି ପ୍ରତ୍ୟେକ ଲୋକ ମୁଖ ପିଠାଇ ପ୍ରଭୁଙ୍କ ନିକଟରେ ଆରାଧନା କରିବା। ହାଲେଲୁୟା, 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 ହାଲେଲୁୟା। ଧନ୍ୟବାଦ, 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 ଧନ୍ୟବାଦ। ପବିତ୍ର 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 ପରମେଶ୍ୱର ସ୍ୱର୍ଗସ୍ଥ ପିତା ରାଜା, ତୁମକୁ ଧନ୍ୟବାଦ ଦେଉଛି ପିତା। ଆଜି ଏକ ପବିତ୍ର ରବିବାର ଦେଖିବା ନିମନ୍ତେ ଆମେ ପ୍ରତ୍ୟେକଙ୍କୁ ତୁମେ ସୁଯୋଗ ଦେଲ। ତୁମରି ସାନ୍ନିଧ୍ୟରେ ଆସିବା ନିମନ୍ତେ ଆମ ପ୍ରତ୍ୟେକଙ୍କୁ ତୁମେ ସୁଯୋଗ ଦେଲ। ସେଥିପାଇଁ ତୁମକୁ କୋଟି କୋଟି ଧନ୍ୟବାଦ ଦେଉଛି ପିତା। ଆଜି ଅନେକ ଲୋକ ଏହି ଦିନ ଦେଖି ପାରିନାହାନ୍ତି। ଆଜି ଅନେକ ଲୋକ ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଉପସ୍ଥିତ ହୋଇଅଛନ୍ତି, ଅନେକ ଆୟୁଷରେ ଭର୍ତ୍ତି ଅଛନ୍ତି, କିନ୍ତୁ ଆମ ପ୍ରତ୍ୟେକଙ୍କୁ ତୁମେ ଦୟା କରିଲ, ତୁମେ କରୁଣା କରିଲ। ଆଜିର ଦିନରେ ପ୍ରଭୁ ତୁମର ନିକଟବର୍ତ୍ତୀ ହେବା ପାଇଁ ସୁଯୋଗ ଦେଲ ପିତା। ସେଥିପାଇଁ ଧନ୍ୟବାଦ ଦେଉଛୁ। ଆଜି ପ୍ରତ୍ୟେକଙ୍କର ଆବଶ୍ୟକକୁ ତୁମେ ଜାଣିଅଛ, ପ୍ରତ୍ୟେକଙ୍କର ଚିନ୍ତାକୁ ତୁମେ ଦେଖି ଜାଣିଅଛ, ପ୍ରତ୍ୟେକଙ୍କର ଅଭାବକୁ ତୁମେ ଜାଣିଅଛ। ଆଜି ପ୍ରତ୍ୟେକଙ୍କର ଚିନ୍ତା ଅଭାବ ପ୍ରତ୍ୟେକ ରୋଗକୁ ତୁମର ଚରଣରେ ସମର୍ପିତ କରି ପ୍ରତ୍ୟେକ ଶୈତାନର ଅନ୍ଧକାରକୁ ଯୀଶୁଙ୍କ ନାମରେ ମୁଁ ଧୂମକ ଦେଉଛି ପିତା। ଛାଡ଼ି ଯିବ ପିତା, ତୁମେ ସାହାଯ୍ୟ କର। ସ୍ୱର୍ଗର ଧନକୁ ତୁମେ ଏହି ସ୍ଥାନରେ ତୁମ ପିତା ବିଦ୍ୟମାନ କର। ସ୍ୱର୍ଗର ଧନକୁ ପିତା ତୁମେ ଏହି ସ୍ଥାନରେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଏହି ସ୍ଥାନରେ ତୁମେ ପଠାଇ ଦିଅ ବୋଲି ମାଗୁଛି ପିତା। ଆଶ୍ଚର୍ଯ୍ୟ ଭାବରେ ତୁମର ଉପସ୍ଥିତକୁ ପ୍ରଭୁ ଆମେ ପ୍ରତ୍ୟେକ ଲୋକ ମେହସୁସ କରିପାରିବୁ, ତୁମକୁ ସ୍ପର୍ଶ କରିପାରିବୁ, ତୁମର ନିକଟବର୍ତ୍ତୀ ହେଇପାରିବୁ। ସମସ୍ତଙ୍କୁ ତୁମେ ସାହାଯ୍ୟ କର। ତୁମର କଣ୍ଟାବନ୍ଧା ରକ୍ତର ପ୍ରଭୁ ତ ପ୍ରତ୍ୟେକ ଚତୁଃପାର୍ଶ୍ୱରେ ତୁମ ଦୂତମାନଙ୍କୁ ପ୍ରେରଣ କରି ଯୋଗ୍ୟ କର। ବାକ୍ୟକୁ ଶୁଣିବା ପୂର୍ବରୁ ପିତା ପ୍ରଭୁ ଶୈତାନ ସବୁବେଳେ ହରଣ କରିବା ନିମନ୍ତେ ଚେଷ୍ଟା କରିଥାଏ। ପ୍ରଭୁ ପ୍ରତ୍ୟେକ କର୍ଣ୍ଣକୁ ପ୍ରଭୁ ଖୋଲିଦିଅ, ଚକ୍ଷୁକୁ ଖୋଲିଦିଅ ପ୍ରଭୁ, ମୁଖକୁ ଖୋଲିଦିଅ, ଯେ ପ୍ରକାର ତୁମର ବାକ୍ୟକୁ ଶୁଣିବେ ଆଉ କର୍ଣ୍ଣପ୍ରାତ କରି ନିଜ ଜୀବନରେ ପ୍ରଭୁ ଲଗାଇ ପାରିବେ। ସେଥିପାଇଁ ପ୍ରତ୍ୟେକଙ୍କୁ ତୁମେ ସାହାଯ୍ୟ କର, କାରଣ ତୁମେ ବାକ୍ୟ ରୂପୀ ଈଶ୍ୱର ପିତା। ତୁମେ ବାକ୍ୟ ମାଧ୍ୟମରେ କଥା କହିଥାଅ। ସେ ପଦେ କଥା ଶୁଣିବା ପାଇଁ ଆମ ପ୍ରତ୍ୟେକଙ୍କର କର୍ଣ୍ଣକୁ ତୁମେ ଖୋଲିଦିଅ ପିତା। ତୁମେ ବକ୍ୟକୁ ଖୋଲିଦିଅ ପିତା। ଆଶ୍ଚର୍ଯ୍ୟ ଭାବରେ ଆମମାନଙ୍କର ଚକ୍ଷୁକୁ ବି ଖୋଲିଦିଅ ପିତା। ସେ ବାକ୍ୟ ରୂପେ ଆମେ ତୁମକୁ ଦେଖିପାରିବୁ। ଆମେ ସ୍ୱରୂପେ ପ୍ରଭୁ ତୁମରି ପଥକୁ ଜାଣିପାରିବୁ ଆଉ ସେ ପଥକୁ ଚାଲିପାରିବୁ। ଆମମାନଙ୍କର ମୁଖ ଖୋଲିଦିଅ ପିତା। ଯାହା ଆମେ ଶୁଣିଥିବୁ, ଯାହା ଆମେ ଦେଖିଥିବୁ, ସେହି ବାକ୍ୟକୁ ଆମେ ଅନ୍ୟ ଜାତିମାନଙ୍କ ନିକଟରେ କହିପାରିବୁ, ପ୍ରକାଶ କରିପାରିବୁ। ସେଥିପାଇଁ ପ୍ରତ୍ୟେକଙ୍କୁ ତୁମେ ସାହାଯ୍ୟ କର। ମୁଁ ବକ୍ତା ନାହିଁ ପିତା, ତୁମେ ହିଁ ବକ୍ତା ହୁଅ। ତୁମ ପବିତ୍ର ଆତ୍ମାଙ୍କ ଶକ୍ତିରେ ଆମ ପ୍ରତ୍ୟେକଙ୍କୁ ତୁମର ନିଗୂଢ଼ ତତ୍ତ୍ୱ ଆଜିର ସ୍ୱର୍ଗୀୟ ବାକ୍ୟକୁ ଆମ ନିକଟରେ ତୁମେ ପ୍ରକାଶ କର ବୋଲି ମାଗୁଅଛି। ଏହି ଛୋଟ ପ୍ରାର୍ଥନା ନାଜରେତ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି ପିତା, ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କଲେ, ଦୟା କଲେ, କାରଣ ତାଙ୍କରି ଦୟା ନଥିଲେ ଆଜି ଆମେ ଏହି ସ୍ଥାନରେ ଆମେ ଦୁହିଁ ଏକତ୍ର ହୋଇ
ଆପଣଙ୍କର ସମ୍ମୁଖରେ ଛିଡ଼ା ହେଇପାରି ନଥାନ୍ତୁ, କାରଣ ତାଙ୍କରି ଦୟା ଯେ ଆମମାନଙ୍କ ପାଇଁ ଏତେ ଭୟଙ୍କର ଅଟେ। ଆମେ ଗୀତ ମାଧ୍ୟମରେ ଗାଉଥିଲୁ, ଦୟା ପରେ ଦୟା କରିଛ ପ୍ରଭୁ, କ୍ଷମା ପରେ କ୍ଷମା କରିଛ ପ୍ରଭୁ। ଅନେକ ସମୟରେ ପ୍ରଭୁ ଆମମାନଙ୍କୁ ଦୟା କରୁଛନ୍ତି, କ୍ଷମା କରୁଛନ୍ତି, ପ୍ରେମ କରୁଛନ୍ତି, କିନ୍ତୁ ସେହି ପ୍ରେମ ତ ଆମମାନେ ପାଇଯାଇଅଛୁ, ତାଙ୍କର ଦୟା ତ ପାଇଯାଇଅଛୁ, ତାଙ୍କର କରୁଣା ତ ଦାନ ସବୁ ପାଇଯାଇଅଛୁ, କିନ୍ତୁ ତାଙ୍କର ପଥରେ ଚାଲିବା ପାଇଁ ଆମେ ଭୁଲି ଯାଉଅଛୁ। ଆମମାନଙ୍କର ଜୀବନର ପ୍ରତ୍ୟେକ ଷ୍ଟେପ୍ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ଆମମାନଙ୍କର କର୍ତ୍ତବ୍ୟ ଅଟେ। ଯଦି ଆମମାନେ ଖୋଲିବା ଫିଲିପିଓ ମଣ୍ଡଳୀ ତାର 3 ପର୍ବ 20 ପଦରେ, ସେଥିରେ ପଢିବା ପାଇଁ ସାହାଯ୍ୟ କରିବେ। ସେଥିରେ ଲେଖା ଅଛି କଣ? ଫିଲିପିଓ 3 ପର୍ବ ତାର 20। ଆମେ ମାନେ ତ ସ୍ୱର୍ଗର ପ୍ରଜା, ସେଇ ସ୍ଥାନରେ ବି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନରେ ଆମେ ମାନେ ଅପେକ୍ଷାରେ ଅଛୁ। ଆମେ ପ୍ରତ୍ୟେକ ଲୋକ ଏକ ସ୍ୱର୍ଗର ପ୍ରଜା ଅଟୁ। ହାଲେଲୁୟା, ହାଲେଲୁୟା। ଆମମାନେ କୋଉ ସ୍ଥାନରେ ଉପସ୍ଥିତ ହୋଇଛୁ? ଈଶ୍ୱରଙ୍କର ନିକଟବର୍ତ୍ତୀ ହିଁ ଆମମାନେ ଏଇ ସ୍ଥାନରେ ଉପସ୍ଥିତ ହୋଇଅଛୁ। ଆଜି ଆପଣ ଦେଖୁଥିବେ ଚାରିଟା ସାଇଡରେ କାନ୍ଥ, ଫ୍ୟାନ, କାଠ, ଛଣ ଉପରେ ଛଣ, ଟିଣ ଉପରେ ଟିଣ, ସ୍ଲାବ ଉପରେ ସ୍ଲାବ, ଏହି ସ୍ଥାନ ମଧ୍ୟରେ ପ୍ରଭୁଙ୍କର ଉପସ୍ଥିତ କାହିଁ ଏହା ବି ଭାବୁଥିବେ। କିନ୍ତୁ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସେଇ ସ୍ୱର୍ଗରୁ ପରମେଶ୍ୱର ଆମମାନଙ୍କୁ ଏହି ସ୍ଥାନରେ ଆସି ଆମମାନଙ୍କ ପ୍ରତ୍ୟେକ ନିର୍ମାଣ କର୍ତ୍ତା ଅଟନ୍ତି। ଆଜି ସେ ଆମମାନଙ୍କୁ ନିର୍ମାଣ କରିଛନ୍ତି ସେ ସ୍ୱର୍ଗକୁ ନେବା ପାଇଁ, କିନ୍ତୁ ଆମ୍ଭେ ପ୍ରସ୍ତୁତ ଅଟୁ କି ସେ ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ। ସେ ଦୁଇଟି ରାଜ୍ୟ ଅଛି ଯେକି ଆମେ ପ୍ରତ୍ୟେକ ଲୋକ ଜାଣୁ, ନର୍କ ରାଜ୍ୟ ଆଉ ସ୍ୱର୍ଗ ରାଜ୍ୟ। ସ୍ୱର୍ଗରେ ତ ଆନନ୍ଦ ଆସେ, ନର୍କରେ ତ ବହୁତ ଦୁଃଖ, କଷ୍ଟ, ଯନ୍ତ୍ରଣା, ଏହା ବି ଜାଣି ପ୍ରତ୍ୟେକ ଲୋକ ଜାଣିଥାନ୍ତି। ନର୍କ ତ ଅଛି, ସ୍ୱର୍ଗ ତ ଅଛି। ଆମେ ପ୍ରତ୍ୟେକ ଲୋକ ଏବେ ବାକ୍ୟ ମାଧ୍ୟମରେ ଶୁଣିଲୁ ଆମେ ତ ସ୍ୱର୍ଗର ପ୍ରଜା, ତ ଆମେ କୋଉଥିରୁ ଯିବା? ଆମେ କୋଉଠାରୁ ଯିବା? ଆଜି ଆମମାନେ ପ୍ରଶ୍ନ ପଚାରିବା ଆମମାନଙ୍କ ଜୀବନରେ। ଆମେ ତ ସ୍ୱର୍ଗର ପ୍ରଜା ମାନେ, ଆମେ ତ ସ୍ୱର୍ଗରୁ ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକ ବିଷୟ ସୃଷ୍ଟି କରିଲେ, ଏଇ ଜଗତ ମଧ୍ୟରେ ରଖିଲେ, ତ ଆମେ ଏଇ ଜଗତ ମଧ୍ୟରେ ଥିବା ସମୟରେ ଆମେ ଜୀବନ ଯାପନ କୋଉ ପ୍ରକାର କରୁଛୁ, ଆମେ କୋଉଠାରେ ଯିବା? ଏହା ସମୀକ୍ଷା କରିବା ସମୟ ଅଟେ, କାରଣ ପ୍ରଭୁଙ୍କର ଦ୍ୱିତୀୟ ଆଗମନ ଅତି ସନ୍ନିକଟ ଅଟେ, ଅତି ସନ୍ନିକଟ ଅଟେ। କିନ୍ତୁ ଆଜି ବି ଆମେ ଈଶ୍ୱରଙ୍କୁ, ଯୋଉ ପ୍ରସଙ୍ଗର ମୁଁ ଦେଇଥିଲି ଭାଇଙ୍କୁ, ବିଶାଲ ଭାଇଙ୍କୁ, ତାହା ଆପଣମାନେ ଜାଣିଥିବେ। ଏଫେସୀୟ ତାର 5 ପର୍ବ ତାର 10 ପଦ। ପ୍ରଭୁଙ୍କର କଣ ସଂଶୋଧନ ତାହା ଅନୁସନ୍ଧାନ କର। ଆମେ କେବେ ଅନୁସନ୍ଧାନ କରୁଅଛୁ କି? କେବେ ଟିକେ ପ୍ରଶ୍ନ ମୁଁ ପଚାରିବାକୁ ଚାହେଁ, ପ୍ରଭୁଙ୍କର କଣ ଇଚ୍ଛା ଆମମାନଙ୍କର ଜୀବନରେ ଆମେ କେବେ ଖୋଜୁଅଛୁ, ଜାଣୁଅଛୁ କି? ଆମେ ଜଗତ ମଧ୍ୟରେ ବଞ୍ଚିଥିବା ସମୟରେ ଆମମାନଙ୍କର ପିଲାମାନଙ୍କର ଇଚ୍ଛା ଜାଣିଥାଉ, ବାପା ମା ମାନଙ୍କର ଇଚ୍ଛା ଜାଣିଥାଉ, କଣ ଆବଶ୍ୟକ ତାଙ୍କର ଅଛି ତାହା ଆମେ ଫୁଲଫିଲ୍ କରିଥାଉ, ଆଉ ପ୍ରତ୍ୟେକ ସମୟ ଚାଲିଲେ। ମାତ୍ର ଈଶ୍ୱର ଯେ ଆମମାନଙ୍କୁ ଏଇ ଜଗତ ମଧ୍ୟରେ ରଖିଲେ, ଆମେ ଯେ ସ୍ୱର୍ଗର ପ୍ରଜା, କିନ୍ତୁ ଆଜି ବି ଆମେ ମାନେ ଈଶ୍ୱରଙ୍କର ଇଚ୍ଛାକୁ ଆମେ ଜାଣିପାରୁନାହୁଁ, ଆଉ ତାହାଙ୍କୁ ସନ୍ତୋଷ କରିପାରୁନାହୁଁ। କିନ୍ତୁ ଆଜି ଏଇ ଜଗତ ମଧ୍ୟରେ ଆମେ ଛୋଟ ପିଲାକୁ ଦେଖିବା, ବଡ଼ ଲୋକଙ୍କୁ ଦେଖିବା, କି ବୃଦ୍ଧ ଲୋକଙ୍କୁ ଦେଖିବା, କୌଣସି ନା କୌଣସି ଖାଦ୍ୟ ପାନ କରିବା ପାଇଁ ସନ୍ତୁଷ୍ଟ ହୋଇଥାନ୍ତି, କେତେ ମଦ୍ୟପାନରେ ସନ୍ତୁଷ୍ଟ ହୋଇଥାନ୍ତି, ଅନେକ ପ୍ରକାର ପାପରେ ସନ୍ତୁଷ୍ଟ ହୋଇଥାନ୍ତି, ସେ ପ୍ରକାର ଜୀବନ କାଟୁଅଛନ୍ତି। କିନ୍ତୁ ସେହି ପ୍ରକାର ଲୋକମାନଙ୍କ ପାଇଁ ସେହି ନର୍କ ରାଜ୍ୟ ରଖାଯାଇଅଛି। ଆଜି ସନ୍ତୁଷ୍ଟ ଜୀବନ କୋଉ ପ୍ରକାର ଲୋକମାନେ କାଟୁଛନ୍ତି, ଆଉ ଯୋଉମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ହେଲେ ଆମମାନଙ୍କର ଜୀବନରେ ଏକ ପବିତ୍ରତା ଆସିବା ଦରକାର ଅଟେ, ଆଉ ସେଟା ନେଉଅଛି ଆମମାନଙ୍କର ସ୍ୱର୍ଗ ରାଜ୍ୟକୁ। ଆମମାନେ ଜାଣୁ କି ଧନୀ ଓ ଲାଜାର ବିଷୟରେ ଆମେ ପ୍ରତ୍ୟେକ ଲୋକ ଶୁଣି ଥାଇପାରୁ କି ଧନୀ ଲୋକ ସେହି ନର୍କ ରାଜ୍ୟକୁ ଯାଇଥିଲା, ଆଉ ଗରିବ ସେ ଭିକାରୀଟି ସ୍ୱର୍ଗ ରାଜ୍ୟକୁ ଯାଇଥିଲା। ଆଜି ଆଜି ଏହି ଜଗତ ମଧ୍ୟରେ ଆଜି ବି ପ୍ରଭୁଙ୍କ ନିକଟରେ ଆମେ କୋଉ ପ୍ରକାର ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉଅଛୁ, ଆମେ କୋଉ ପ୍ରକାର ଈଶ୍ୱରଙ୍କ ନିକଟରେ ଡାକ ପକାଉଛୁ, ଆମେ କେତେ ସମୟ ପ୍ରଭୁଙ୍କର ଆରାଧନା କରୁଅଛୁ। ଆଜି ତ ଆମେ ପ୍ରତ୍ୟେକ ଲୋକ ସେ ସ୍ୱର୍ଗର ପ୍ରଜା ହୋଇଅଛୁ, କିନ୍ତୁ ସେ ସ୍ୱର୍ଗସ୍ଥ ପିତାକୁ ଆମେ କେତେ ଥର ଡାକୁଅଛୁ, ଆମମାନଙ୍କର ହୃଦୟ ମଧ୍ୟରେ ସ୍ଥାନ ଦଉଅଛୁ।
ଏବ୍ରି ତାର 13 ପର୍ବ 18 ପଦ କାଢିବେ। ଆମମାନଙ୍କ ନିମନ୍ତେ ପ୍ରାର୍ଥନା କର, କାରଣ ଆମମାନଙ୍କର ବିଶ୍ୱାସ ଯେ ଆମମାନଙ୍କର ସୁବିବେକ ଅଛି, ତେଣୁ ସମସ୍ତ ବିଷୟରେ ସଦାଚରଣ କରିବାକୁ ଆମମାନେ ଇଚ୍ଛା କରୁଅଛୁ। 18, 13, 18 ହଁ 8 ପଡେ 8 ଯୀଶୁଖ୍ରୀଷ୍ଟ କାଲି ଆଜି ଓ 8 ପଦ ଚିରକାଳ ସମାନ ଅଟନ୍ତି। ଯୀଶୁଖ୍ରୀଷ୍ଟ କାଲି ଆଜି ସମାନ ଅଟନ୍ତି। ଆଜି ଆମମାନଙ୍କ ନିକଟରେ ଯୀଶୁଖ୍ରୀଷ୍ଟ ସମାନ ନାହାନ୍ତି ବୋଲି କେହି ଭାବୁଥିବା ଲୋକମାନେ ହଉଛନ୍ତି ନର୍କ ରାଜ୍ୟରେ ଯିବା ଲୋକମାନେ। କାରଣ ପରମେଶ୍ୱର ଆଜି ବି ଅଛନ୍ତି, ଏହି ମୁହୂର୍ତ୍ତରେ ବି ଅଛନ୍ତି, କାଲି ବି ଥିବେ, ବର୍ତ୍ତମାନ ବି ଥିବେ, ଆଉ ଭବିଷ୍ୟତରେ ବି ଥିବେ। କିନ୍ତୁ ମନୁଷ୍ୟ ଏହି ସ୍ଥାନକୁ ଛାଡି ଚାଲି ଯାଇଥାଇପାରେ। ଆମର ନିଜର ସମ୍ପର୍କୀୟ ଲୋକମାନେ ଆମମାନଙ୍କୁ ଛାଡି ଚାଲି ଯାଇ ପାରନ୍ତି। କି ଏବେ ବୃଦ୍ଧ ହୋଇଥିବା ଲୋକ ଆଉ ମାସେ ପରେ ସେ ଆମମାନଙ୍କ ମଧ୍ୟରେ କେହି ନଥିବେ, କି ଛୋଟ ଲୋକ ନଥିବେ, କିନ୍ତୁ ସେଇ ପରମେଶ୍ୱର କାଲି ଆଜି ବର୍ତ୍ତମାନ ପର୍ଯ୍ୟନ୍ତ ସେ ପରମେଶ୍ୱର ଆମମାନଙ୍କ ସହିତ ରହିବା ପରମେଶ୍ୱର। ଆଜି ପ୍ରତ୍ୟେକ ଲୋକଙ୍କୁ ସେ ସ୍ୱର୍ଗକୁ ନେବା ପାଇଁ, ସ୍ୱର୍ଗର ପଥକୁ ସେ ପ୍ରତ୍ୟେକ ଦିନ ପ୍ରସ୍ତୁତ କରୁଅଛନ୍ତି ତାଙ୍କରି ପଥରେ ଚାଲିବା ପାଇଁ। କିନ୍ତୁ ମନୁଷ୍ୟ ତାହା ସେ ସ୍ୱୀକାର କରିପାରୁନାହିଁ ତାଙ୍କରି ପଥକୁ ଚାଲିବା ନିମନ୍ତେ। ଆଜି ଆମେ କୋଉ ସ୍ଥାନକୁ ଯିବା ପାଇଁ ପ୍ରସ୍ତୁତ ହୋଇଅଛୁ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ? ଆଜି ଯେ ସେଇ ପରମେଶ୍ୱର କାଲି ବି ସେଇ ଯୀଶୁ ଥିଲେ, ପରଦିନ ବି ସେ ଯୀଶୁ ଥିବେ, କିନ୍ତୁ ଆମେ ସେହି ସ୍ୱର୍ଗସ୍ଥ ପିତାଙ୍କୁ ଆମେ କେତେଥର ନିଜ ହୃଦୟ ମଧ୍ୟରେ ଡାକୁଅଛୁ, କେତେଥର ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅଛୁ। କାରଣ ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି ସେଇମାନେ ହିଁ ସେତେବେଳେ ହିଁ ପରମେଶ୍ୱର ତାହାଙ୍କରି ନିକଟବର୍ତ୍ତୀ ଆସନ୍ତି। ଆଜି ଈଶ୍ୱର ଆମମାନଙ୍କ ନିକଟବର୍ତ୍ତୀ ହିଁ ଆସୁଛନ୍ତି କି ଆମମାନଙ୍କର ଜୀବନରେ ସେ ପବିତ୍ରତା ଦେଖା ଯାଉଅଛି କି? ଏହା ପରୀକ୍ଷା କରିବା ଆବଶ୍ୟକ ଅଟେ। କାରଣ ସେଠି ଲେଖା ଅଛି ଯାକୁବ ତାର 2 ପର୍ବ 14 ପଦରେ, ଯଦି କେହି ପାଉଛନ୍ତି ପଢିବେ ସାହାଯ୍ୟ। ହେ ମୋର ଭାଇମାନେ, ଯଦି କାହାର ବିଶ୍ୱାସ ଅଛି ବୋଲି କହେ, ଦେଖନ୍ତୁ ବିଶ୍ୱାସ ଅଛି ବୋଲି କହେ କିନ୍ତୁ କର୍ମ, ମାନେ ଆମେ ଯଦି ବିଶ୍ୱାସ କରୁଛୁ ପ୍ରଭୁଙ୍କ ଠାରେ, ଆମେ ଯେତେ ଜଣ ବିଶ୍ୱାସ କରି ଆସିଲୁ, ଆଉ ବିଶ୍ୱାସ କଲା ପରେ ଆପଣ ପ୍ରାର୍ଥନା କରିବେ ନାହିଁ, ପ୍ରଭୁଙ୍କ ଠାରେ ହାତ ଯୋଡ଼ି ତାଳି ମାରିବେ ନାହିଁ, ପ୍ରଭୁଙ୍କର ଉପସ୍ଥିତିରେ ଆସିବା କୌଣସି କାମ ନାହିଁ। କର୍ମ କରିବାକୁ ହେଲେ ଆମେ ଚର୍ଚ୍ଚ ମଧ୍ୟରେ ଆସିଲୁ, ପ୍ରାର୍ଥନା ଯଦି କରୁନାହୁଁ, ସମସ୍ତେ ସେ ଆଜ୍ଞା ପ୍ରାର୍ଥନା କରୁଛନ୍ତି ତ ମୁଁ, ସେ ଭଉଣୀ ତାଳି ମାରୁଛନ୍ତି ତ ମୁଁ, ଏଇଟା ସେଇ ବିଶ୍ୱାସ ଆମମାନଙ୍କର ନାହିଁ। କଣ ଲେଖା ହେଇଛି? କର୍ମ କର୍ମ ନଥାଏ ତ ସେଥିରେ କିଛି ବି ଲାଭ ନାହିଁ। ସେହି ପ୍ରକାର ବିଶ୍ୱାସ ଯଦି ଆମେ ଜୀବନରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଲେ ଆମମାନଙ୍କୁ କେବେ ପରିତ୍ରାଣ ମିଳିବ ନାହିଁ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ। ପ୍ରତ୍ୟେକ ଦିନ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାକୁ ହେଲେ ଆମମାନଙ୍କର ଶରୀରକୁ ତାଙ୍କ ନିକଟରେ ବଳି ଉତ୍ସର୍ଗ କରିବାକୁ ପଡିବ। ପ୍ରତ୍ୟେକ ଦିନ ସଜୀବ ହେବାକୁ ପଡିବ, ପବିତ୍ର ହେବାକୁ ପଡିବ, ଆଉ ଈଶ୍ୱରଙ୍କୁ ଡାକିବାକୁ ପଡିବ। ତାହେଲେ ଆମମାନଙ୍କର ବିଶ୍ୱାସ ଜାଗ୍ରତ ହବ, ଆଉ କର୍ମରେ ତାହା ଦେଖାଯିବ, ଆଉ ସେଇ ସ୍ୱର୍ଗ ରାଜ୍ୟ ନିମନ୍ତେ ଆମେ ପ୍ରସ୍ତୁତ ହୋଇପାରିବା। କିନ୍ତୁ ତାହା ଆମମାନଙ୍କର ଶରୀର ମଧ୍ୟରେ ଦେଖାଯାଉ ନାହିଁ। ରୋମିଓ ତାର 12 ପର୍ବ 1 ପଦରେ ଲେଖା ଅଛି, ଅତଏବ ହେ ଭାଇ ଓ ଭଉଣୀ ମାନେ ଓ ମା ମାନେ, ବାପା ମାନେ, ମୁଁ ତୁମମାନଙ୍କୁ ଈଶ୍ୱରଙ୍କର ଦୟା ହେତୁରୁ ବିନତି କରୁଅଛି। ସାଧୁ ପାଉଲ ରୋମିଓ ମଣ୍ଡଳୀକୁ ଚାଲି ଚାଲି ଲୋକମାନଙ୍କର ମଣ୍ଡଳୀ ମଧ୍ୟରେ ଯାଇ ଈଶ୍ୱରଙ୍କ ଦୟା ହାତରେ ବିନତି କରୁଛନ୍ତି। ଆଜି ବି ଈଶ୍ୱର ଆମମାନଙ୍କ ନିକଟରେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଆମମାନଙ୍କୁ ବିନତି କରୁଅଛନ୍ତି। କଣ କହୁଅଛନ୍ତି? ତୁମ୍ଭେମାନେ ଆପଣା ଆପଣା ଶରୀର, ମାନେ ଗୋଟିଏ ଶରୀରର କେତେଟା ଅଙ୍ଗ ଅଛି ଜାଣିଛନ୍ତି? ଶରୀରର କେତେଟା ଅଙ୍ଗ ଅଛି ଜାଣିଛନ୍ତି? କିଏ କହିପାରିବେ? ବିଶାଲ ଭାଇ କିଏ କହିବେ? କିଏ କହିବେ?
ପ୍ରତ୍ୟେକ ଅଙ୍ଗ ଆମମାନଙ୍କର ଦେଖିବା, ଆଖିରୁ ଆରମ୍ଭ କରି କାନ ଶୁଣିବା, ପାଟି କହିବା, ନାକ ନିଶ୍ୱାସ ନେବା, ଆମମାନଙ୍କର ପଥ ଚାଲିବା, ଉଠିବା, ବସିବା, ପ୍ରତ୍ୟେକ ହାତର କାର୍ଯ୍ୟ କରିବା, ଆଙ୍ଗୁଠି ଏମିତି ଚାଲିବା, ପ୍ରତ୍ୟେକ ବିଷୟ ଆମମାନଙ୍କର ଅଙ୍ଗ, ପ୍ରତ୍ୟେକ ଅଙ୍ଗ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା ଆବଶ୍ୟକ ଅଟେ। ଏହା ଗୋଟିଏ ଅଙ୍ଗ ମାତ୍ର ନାହିଁ, ପ୍ରତ୍ୟେକର ଶରୀରର ପ୍ରତ୍ୟେକ ଅଙ୍ଗକୁ ପଢିବେ ଆଗକୁ। ଶରୀରକୁ ସଜୀବ ପ୍ରତ୍ୟେକ ସେହି ଶରୀରର ପ୍ରତ୍ୟେକ ଅଙ୍ଗକୁ ସଜୀବ, ପବିତ୍ର, ଈଶ୍ୱରଙ୍କର ସୁଗ୍ରାହ୍ୟ ବଳି ଉତ୍ସର୍ଗ କରି, ମାନେ ଆମେ ଖାଲି ମନକୁ ଆମେ ପ୍ରାର୍ଥନା କରିଦେଇ ଖାଲି ଉତ୍ସର୍ଗ ହେଇଯାଉଛି ବୋଲି ଭାବନ୍ତୁ ନାହିଁ, ପ୍ରତ୍ୟେକ ଅଙ୍ଗକୁ ଆମେ ଈଶ୍ୱରଙ୍କ ନିକଟରେ ସମର୍ପିତ କରିବାକୁ ପଡିବ, ଆଉ ସଜୀବ ହେବାକୁ ପଡିବ। ତାପରେ ଉତ୍ସର୍ଗ କର। ଉତ୍ସର୍ଗ କର। ଉତ୍ସର୍ଗ ମାନେ କଣ? ଆମେ ଚାଉଳ ଆଣିଦେଲେ, ଦାନ ଆଣିଦେଲେ, ଆଉ କୌଣସି ମେଣ୍ଢା, ଛେଳି ଏ ପ୍ରକାର ଲୋକମାନେ ଆଗ କାଳ ମାନଙ୍କର ଥିଲା, କିନ୍ତୁ ଏବେ ସେ ପ୍ରକାର ଦାନ ଆଣିଦେଲେ କିଛି ଉତ୍ସର୍ଗ କାର୍ଯ୍ୟ କରେ ନାହିଁ। ନିଜର ଶରୀରର ପ୍ରତ୍ୟେକ ଅଙ୍ଗକୁ ଆମେ ଈଶ୍ୱରଙ୍କର ପବିତ୍ର ରବିବାର ଦିନ ଦେବାକୁ ପଡିବ। କିନ୍ତୁ ଭୁଲି ଯାଉଛନ୍ତି ଲୋକ, ପ୍ରତ୍ୟେକ ଦିନ ଦିନ ରାତି ପ୍ରାର୍ଥନା କରିବାକୁ ଭୁଲି ଯାଆନ୍ତି ଲୋକ। ଆଜି ବି ପ୍ରଭୁ ସୁଯୋଗ ଦେଇଛନ୍ତି, କିନ୍ତୁ ଆଜି ବି ସୁଯୋଗ ଅଛି ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ। ଆଜି ବି ଆମମାନଙ୍କୁ ସମୟ ଅଛି ଆମମାନଙ୍କ ପାଖରେ, ସେଇ ସମୟ ଆମମାନଙ୍କୁ ଦଉଅଛନ୍ତି। ସେ ସମୟ ମଧ୍ୟରେ ଆମେ ଈଶ୍ୱରଙ୍କ ନିକଟରେ ଏଇ ଶରୀରକୁ ଉତ୍ସର୍ଗ କରିବା। ତାପରେ ଏହା ହିଁ ଆମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ଏହି ବାକ୍ୟ ଆପଣ ହଜାର ହଜାର ଗ୍ରାମ ମଧ୍ୟରେ, ହଜାର ହଜାର ସୁସମାଚାର ମଧ୍ୟରେ, ହଜାର ହଜାର ପ୍ରତ୍ୟେକ ଉପାସନା ମଧ୍ୟରେ ବାକ୍ୟ ଶୁଣିଥିବେ, ଏ ବାକ୍ୟକୁ ଶ୍ରବଣ କରିଥିବେ, କିନ୍ତୁ ଆଜି ବି ଆପଣଙ୍କର ଯୁକ୍ତିଯୁକ୍ତ ଉପାସନା କେଉଁ ପ୍ରକାର ଅଟେ? ଏହା ପବିତ୍ର ଆତ୍ମା ତ୍ରିଏକ ଈଶ୍ୱର ପଚାରୁଛନ୍ତି। ଆଜି ଯୁକ୍ତିଯୁକ୍ତ ଉପାସନା ଆମେ କୋଉ ପ୍ରକାର ଈଶ୍ୱରଙ୍କୁ ଡାକୁଅଛୁ, ଆଉ ଆମମାନଙ୍କର ଶରୀରକୁ କୋଉ ପ୍ରକାର ସଜୀବ କରୁଅଛୁ? ନା ସେ ସ୍ୱର୍ଗ ପଥକୁ ଯୋଉ ଆମମାନଙ୍କୁ ପରମେଶ୍ୱର ଦେଖାଇ ଅଛନ୍ତି, ସେ ପଥକୁ ଆମେ ଅନୁଗାମୀ ହୋଇ ଚାଲି ପାରୁଅଛୁ ନା ନାହିଁ? ନା ଏହି ନରକ ପଥରେ ଆମେ ଯିବା ପାଇଁ ପ୍ରତ୍ୟେକ ଦିନ ଆମମାନଙ୍କର ଶରୀରକୁ ଦୁର୍ବଳ କରି ଜୀବନ କାଟୁଅଛୁ? ଏହା ସମୀକ୍ଷା କରିବା ବିଷୟ ଅଟେ। କାରଣ ଏହି ଜଗତ ମଧ୍ୟରେ ଅନେକ ଲୋକମାନଙ୍କ ନିକଟରେ ଜ୍ଞାନ ଥାଏ, ଆଉ ସେହି ଜ୍ଞାନ ଈଶ୍ୱରଙ୍କ ଠାରେ ମୂର୍ଖତା ଅଟେ। ଆଉ ଅନେକ ଲୋକ ସେ ଜ୍ଞାନ ଦ୍ୱାରା ପଥଭ୍ରଷ୍ଟ ହୋଇଯାଇଥାନ୍ତି। ଆଜି ଏ ଜଗତ ମଧ୍ୟରେ ଅନେକ ଲୋକଙ୍କ ପାଖରେ ଜ୍ଞାନ ଅଛି, ମାତ୍ର ଯୋଉ ସଲମନ ରାଜାଙ୍କର ଜ୍ଞାନ, ସେ ପ୍ରକାର ଜ୍ଞାନ କୌଣସି ଲୋକ ପାଖରେ ନାହିଁ। କାରଣ ସେ ପ୍ରାର୍ଥନା ଦ୍ୱାରା ସଲମନ ରାଜା ଜ୍ଞାନ ପ୍ରାପ୍ତ ହୋଇଥିଲେ। ଆଜି ଆମମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇଅଛୁ, ଆମମାନଙ୍କୁ ସେ ଜ୍ଞାନ ଦେବା ପରମେଶ୍ୱର। ଆମମାନଙ୍କୁ ପ୍ରତ୍ୟେକ ସମୟ ଆମମାନଙ୍କର ଆବଶ୍ୟକକୁ ଜାଣିବା, ଆଉ ପ୍ରତ୍ୟେକ ପ୍ରୟୋଜନକୁ ଜାଣିବା ସମୟରେ ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକ ବିଷୟ ଦେବା ପରମେଶ୍ୱର। କିନ୍ତୁ ଆଜି ଆମେ ଈଶ୍ୱରଙ୍କ ନିକଟରେ କୋଉ ପ୍ରକାର ଆମେ ପ୍ରାର୍ଥନା କରୁଅଛୁ? ପ୍ରଥମ କରନ୍ତୀୟ ତାର 3 ପର୍ବ ତାର 19 ପଦ। କାରଣ ଏହି ଜଗତର ଜ୍ଞାନ ଈଶ୍ୱରଙ୍କର ନିକଟରେ ମୂର୍ଖତା। କାରଣ ଏହି ଜଗତ ମଧ୍ୟରେ ଆମେ ବସବାସ କରୁଅଛୁ। କାରଣ ଜଗତର ଲୋକମାନେ ଆପଣଙ୍କୁ କିଛି କହୁଥିବେ, ଆପଣଙ୍କୁ ସିଆଡେ କହୁଥିବେ, ଅନେକ ପ୍ରକାର ଲୋକମାନଙ୍କୁ ଅପଦସ୍ତ କଥା କହୁଥିବେ, କିନ୍ତୁ ପ୍ରତ୍ୟେକ ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା ଅଟେ। ପ୍ରତ୍ୟେକ ବିଷୟ ମୂର୍ଖତା ଅଟେ। ଯୋଉ ପର୍ଯ୍ୟନ୍ତ ଆପଣ ଈଶ୍ୱରଙ୍କ ନିକଟବର୍ତ୍ତୀ ହିଁ ନିଜ ଶରୀରକୁ ପ୍ରତ୍ୟେକ ଅଙ୍ଗକୁ ସମର୍ପିତ କରିବେ ନାହିଁ, ସେଇ ପର୍ଯ୍ୟନ୍ତ ଆପଣଙ୍କୁ ପବିତ୍ର ଆତ୍ମାଙ୍କ ଜ୍ଞାନ କେବେ ପ୍ରାପ୍ତ ହୋଇପାରିବେ ନାହିଁ। କାରଣ ଜଗତରେ ଅନେକ ଲୋକ ଭଣ୍ଡ ବାବାବାଦୀ ମାନେ ଭାରି ଅଛନ୍ତି। ପ୍ରତ୍ୟେକ ପଥ ଭ୍ରଷ୍ଟ କରି ସେମାନଙ୍କୁ ଚଲେଇ ନେଇଯିବେ, ଅନେକ ସମସ୍ୟାରେ ପକାଇଦେବେ। କିନ୍ତୁ ପରମେଶ୍ୱର ଆମମାନଙ୍କୁ ସେ ସୁରକ୍ଷା ଦେବା ପାଇଁ ଏକ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରଭୁ ଆମମାନଙ୍କୁ ଚାଳିତ କରୁଛନ୍ତି। ତାପରେ ପଢିବେ, ଲେଖା ଅଛି ସେ ଜ୍ଞାନୀ ମାନଙ୍କୁ ସେମାନଙ୍କର ଦୁର୍ଦ୍ଦଶାରେ ଧରନ୍ତି। ମାନେ ଅନେକ ଜ୍ଞାନ ମୋ ପାଖରେ ଅଛି, ମୁଁ ଏଇ ପ୍ରକାର କରିପାରେ, ମୁଁ ଏଇ ପ୍ରକାର କହିପାରେ, ଏଇ ପ୍ରକାର ଜ୍ଞାନୀ ଲୋକମାନଙ୍କୁ ପରମେଶ୍ୱର କଣ କରିଥାନ୍ତି? ଧରନ୍ତି।
କିନ୍ତୁ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଜି ପର୍ଯ୍ୟନ୍ତ ଆମଙ୍କର ଶରୀର ଯଦି ସଜୀବ ହୋଇନାହିଁ, ଯଦି ଆମମାନେ ଈଶ୍ୱରଙ୍କୁ ପ୍ରାର୍ଥନା କରୁନାହୁଁ, ତାଙ୍କର ଯୁକ୍ତିଯୁକ୍ତ ଉପାସନା କରୁନାହୁଁ, ଆଉ ଏଇ ଜଗତ ମଧ୍ୟରେ ଜ୍ଞାନରେ ହିଁ କଥାବାର୍ତ୍ତା କରୁଅଛୁ, ତାହେଲେ ଈଶ୍ୱର ଆମମାନଙ୍କୁ ଗୋଟେ ଦିନ ଧରିବେ। ଆଉ ସେହି ଯୋଉ ନର୍କ, ଯୋଉ ଯନ୍ତ୍ରଣା ଧନୀ ବ୍ୟକ୍ତି ପାଇଥିଲା, ସେହି ଯନ୍ତ୍ରଣା ଆମମାନଙ୍କୁ ଭୋଗିବାକୁ ପଡିବ। କାରଣ ପ୍ରତ୍ୟେକ ଲୋକ, ପ୍ରଥମ ପଏଣ୍ଟ ମୁଁ କହିବାକୁ ଚାହେଁ, ସାଂସାରିକ ଜ୍ଞାନ ପ୍ରଭୁଙ୍କ ଠାରେ ମୂର୍ଖତା ଅଟେ। ସାଂସାରିକ ଜ୍ଞାନ ପ୍ରଭୁଙ୍କ ଠାରେ ମୂର୍ଖତା ଅଟେ। ଆମେ ଯେତେ ଜଣ ଆମେ କଥାବାର୍ତ୍ତା କରୁଅଛୁ ଏହି ବିଷୟରେ, ମୋ ପିଲା ଏମିତି ହେଲା, ମୋ ପରିବାର ଏମିତି ହେଲା, ମୋର ସେଇ ସଦସ୍ୟ ସେମିତି ହେଲା, କି ମୋର ପରିବାର ଏତେ ଟଙ୍କା ଅଛି, ଏସବୁ ସଂସାରିକ ଜ୍ଞାନ ଅଟେ। ଆମମାନେ ଲୋକମାନଙ୍କର ବଡ ନିଚ ଏସବୁ ଦେଖା ଯାଉଅଛି, ତାହା ଈଶ୍ୱରଙ୍କ ନିକଟରେ ପ୍ରତ୍ୟେକ ବିଷୟ ମୂର୍ଖତା ଅଟେ। ଆଜି ଆମେ ସେହି ପ୍ରକାର ଜୀବନ ତ କାଟୁନାହୁଁ, ତାହା ସମୀକ୍ଷା କରିବା ବିଷୟ ଅଟେ। ଦ୍ୱିତୀୟ ବିଷୟ କହିବା ପାଇଁ ଚାହେଁ, ହିତୋପଦେଶ ତାର 1 ପର୍ବ 7 ପଦରେ, ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ। ଦେଖନ୍ତୁ, ସଦା ଏ ବିଷୟ ବି ଆପଣ ମାନେ ଶୁଣିଥିବେ, ପ୍ରତ୍ୟେକ ପ୍ରାର୍ଥନା ମଣ୍ଡଳୀ ମଧ୍ୟରେ ସଦାପ୍ରଭୁଙ୍କ ବିଷୟ ଭୟ ଜ୍ଞାନର ଆରମ୍ଭ। ଯୋଉମାନେ ଈଶ୍ୱରଙ୍କୁ ନିକଟବର୍ତ୍ତୀ ହେବା ସମୟରେ ଭୟ ସହକାରେ ଆସିବାକୁ ହବ, ଭୟ ସହକାରେ ଈଶ୍ୱରଙ୍କୁ ଡାକିବାକୁ ହବ। ଆମେ ନର୍ମାଲି ଭାବରେ ଆମେ ଈଶ୍ୱରଙ୍କ ନିକଟବର୍ତ୍ତୀ ଯାଉଛୁ, କାରଣ ଆମେ 1000 ବର୍ଷର ଖ୍ରୀଷ୍ଟିଆନ, 100 ବର୍ଷର ଖ୍ରୀଷ୍ଟିଆନ, 10 ବର୍ଷର ଖ୍ରୀଷ୍ଟିଆନ, କିନ୍ତୁ ଆମମାନଙ୍କର ଜୀବନରେ ସେ ଭୟ ନଥିବ। ଯୋଉ ଜୀବିତ ପରମେଶ୍ୱର ଯୋଉ ସ୍ୱର୍ଗର ପ୍ରଜା ମାନଙ୍କୁ କରିଛନ୍ତି, ତାଙ୍କ ନିକଟରେ ଆମେ ଭୟ ସହକାରେ ଆମେ ତାଙ୍କରି ସାନ୍ନିଧ୍ୟକୁ ଯିବୁ ନାହିଁ, ତାହେଲେ ପରମେଶ୍ୱର ଆମମାନଙ୍କର ଯୋଉ ମାଗିବା ସମୟରେ ବି ପ୍ରଭୁ ଆମମାନଙ୍କୁ ଜାଣିଲେ ବି ଦେବେ ନାହିଁ। ଯୋଉ ଜ୍ଞାନ ଆମମାନେ ଗର୍ବିତ ହୋଇଯାଉଅଛୁ, ଆଉ ସେ ଜ୍ଞାନ ହଉଅଛି ମୂର୍ଖତା ଅଟେ ଈଶ୍ୱରଙ୍କ ନିକଟରେ। ଆଉ ଆଜି ବି ସେଇ ଜ୍ଞାନ ସହକାରେ ଆମମାନଙ୍କୁ ପ୍ରଭୁ ଉତ୍ତମ ଉତ୍ତମ ବିଷୟ ଦେବା ପାଇଁ ଚାହାନ୍ତି, କିନ୍ତୁ ଆମେ ଈଶ୍ୱରଙ୍କ ନିକଟରେ ଭୟ ସହକାରେ ତାଙ୍କର ନିକଟରେ ସାନ୍ନିଧ୍ୟକୁ ଯିବାକୁ ପଡିବ। ତାପରେ ପଢିବେ, ମାତ୍ର ମାତ୍ର ନିର୍ଭଦ ଲୋକେ ନିର୍ବୋଧ ଲୋକେ, ଜ୍ଞାନ ଉପଦେଶ ତୁଚ୍ଛ କରନ୍ତି। ନିର୍ବୋଧ ଲୋକ ଜ୍ଞାନ ଉପଦେଶକୁ ଈଶ୍ୱରଙ୍କର ଚୋଦ କରନ୍ତି। ଆଜି ଅନେକ ଲୋକ ତାହା ଈଶ୍ୱରଙ୍କର ପ୍ରତ୍ୟେକ ବିଷୟକୁ ଶୁଣନ୍ତି ବି ନାହିଁ, ପ୍ରତ୍ୟେକ ବିଷୟକୁ ଗ୍ରହଣ ବି କରନ୍ତି ନାହିଁ। କାରଣ ଜଗତର ଜ୍ଞାନର ଲୋକମାନେ ଅନେକ ପ୍ରକାର ଈଶ୍ୱରଙ୍କ ବିରୁଦ୍ଧରେ କଥା କହିଥାନ୍ତି, ଆମମାନଙ୍କୁ ବି ଅନ୍ୟ ବାଟକୁ ନେଇ ଯାଇଥାନ୍ତି। କିନ୍ତୁ ଆଜି ବି ଆମମାନଙ୍କୁ ସେ ପବିତ୍ର ଆତ୍ମା ତ୍ରିଏକ ଈଶ୍ୱର ସେ ସ୍ୱର୍ଗ ରାଜ୍ୟକୁ ନେବା ନିମନ୍ତେ ଏକ ଉତ୍ତମ ପଥ ଆମ ପ୍ରତ୍ୟେକଙ୍କୁ ଖୋଲି ଦେଇଅଛନ୍ତି। ତାହା ହଉଛି ଗୁପ୍ତର ଜ୍ଞାନ। ଆଜି ଶୁଣିବା 1 କରିନ୍ଥୀୟ ତାର 2 ପର୍ବ 6 ପଦରେ, 1 କରିନ୍ଥୀୟ ତାର 2 ପର୍ବ 6 ପଦ, ତଥାପି ଆମେମାନେ ପରିପକ୍ୱ ଲୋକମାନଙ୍କ ମଧ୍ୟରେ ଜ୍ଞାନର କଥା କହୁ, କିନ୍ତୁ ଏହି ଯୁଗର ଜ୍ଞାନ ନୁହେଁ, କିମ୍ବା ଏହି ଯୁଗର ନଷ୍ଟକଳ୍ପ କଣ ନୁହେଁ, ନେତା ମାନଙ୍କର ଜ୍ଞାନ ନୁହେଁ। ଦେଖନ୍ତୁ, ଏଇ ଜଗତ ମଧ୍ୟରେ ନେତା ଯେ କି ଆମମାନେ ନରେନ୍ଦ୍ର ମୋଦିକୁ ଜାଣୁ, ଆଉ ଇଣ୍ଡିଆର କିଏ ପ୍ରାଇମ ମିନିଷ୍ଟର, ଆମର ଓଡିଶାର ମୋହନ ମାଝୀ। ପ୍ରତ୍ୟେକ ଲୋକ ଗୋଟେ ଗୋଟେ ନେତା ମାନର ଜ୍ଞାନର କଥା, ଆଜ୍ଞା ସେଠି ହେଇଗଲା, ସେଠି ଯାଆନ୍ତୁ, ସେଠି ଆପଣଙ୍କର ଜମି ଅଛି, କରାହେଇଯିବ, ସାଙ୍ଗସନ ହେଇଯିବ, ସବୁ କାମ ହେଇଯିବ। କିଛି କାମକୁ ନାହିଁ। କିଛି ବି ଲୋକଙ୍କର, ପ୍ରତ୍ୟେକ ଜଗତର ଲୋକ ଅଧିପତି ଯେତେ ବି କାର୍ଯ୍ୟ ବଡ ବଡ ନେତା ମାନେ ଥାଆନ୍ତୁ, କାର୍ଯ୍ୟ କରିଥାନ୍ତୁ, କିନ୍ତୁ କିଛି ବି କରିପାରିବେ ନାହିଁ। ସେମାନଙ୍କର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା ଅଟେ। ଆଜି ଆମମାନଙ୍କର ଶରୀର ଈଶ୍ୱରଙ୍କ ନିକଟରେ ଆମେ କୋଉ ପ୍ରକାର ସନ୍ତୁଷ୍ଟ କରୁଅଛୁ, ତାହା ଜାଣିବାକୁ ପଡିବ। ତାହା ଅଛି ପବିତ୍ରତା, ତାହା ହଉଛି ପବିତ୍ରତା। ଆଉ 1 କରିନ୍ଥୀୟ ତାର 2 ପର୍ବ ତାର 11 ଓ 12 ପଦ ପଢିବେ, କାରଣ ଦେଖନ୍ତୁ, କାରଣ ମନୁଷ୍ୟ ବିଷୟ ସବୁ ମନୁଷ୍ୟ ଠାରେ ଥିବା ଆତ୍ମା ବିନା ଆଉ କିଏ ଜାଣେ? ମନୁଷ୍ୟ ଭିତରେ ଥିବା ଆତ୍ମା କିଏ ଜାଣିବ ନାହିଁ? ଆପଣଙ୍କର ଭିତରେ ଆତ୍ମା ଥିବାଟା ଆପଣ ହିଁ ଜାଣିପାରିବେ। ବାକ୍ୟ କହେ
କାରଣ କରନ୍ତୀୟ ମଣ୍ଡଳୀରେ ସାଧୁ ପାଉଲ ଲିଖିତ ସେ ତାଙ୍କୁ ଜଣାଉଛନ୍ତି। ତାପରେ ସେହିପରି ମଧ୍ୟ ଆଏ ଦେଖନ୍ତୁ, ସେହିପରି ମଧ୍ୟ ଈଶ୍ୱରଙ୍କର ବିଷୟ ସବୁ ଈଶ୍ୱରଙ୍କର ଆତ୍ମା ବିନା ଆଉ କେହି ଜାଣେ ନାହିଁ। ପବିତ୍ର ଆତ୍ମା ବିନା ମାନେ କୌଣସି ବିଷୟ କରିପାରିବେ ନାହିଁ, କାରଣ ଈଶ୍ୱର ହିଁ ତାହା ଜାଣିଥାନ୍ତି। ଆଉ ସେ ଜ୍ଞାନ, ଆତ୍ମିକ ଜ୍ଞାନ ଈଶ୍ୱର ହିଁ ଆମମାନଙ୍କୁ ପ୍ରଦାନ କରିଥାନ୍ତି। ସେ 12 ପଦରେ ଯେପରି ଈଶ୍ୱରଙ୍କ ଦ୍ୱାରା ଆମମାନଙ୍କର ଅନୁଗ୍ରହରେ ଦତ୍ତ ବିଷୟ ଗୁଡ଼ିକ ଆମମାନେ ଜାଣିପାରୁ। ଏଥିପାଇଁ ଆମେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। କାରଣ ଆମେ ସେହି ଈଶ୍ୱରଙ୍କର ଆତ୍ମା ଆମେ ପ୍ରତ୍ୟେକ ଲୋକ ପାଇଅଛୁ। ଯଦି ଆମେ ପାଇଲା ପରେ ବି ଏହି ଜଗତର ପ୍ରତ୍ୟେକ ଅନ୍ଧକାର ମଧ୍ୟରେ ଆମମାନଙ୍କର ଶରୀର ରହିଅଛି, ପ୍ରତ୍ୟେକ ଅଙ୍ଗ, ତାହେଲେ ଆମମାନେ ଯୋଉ ଆତ୍ମା ପାଇଅଛୁ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ ଈଶ୍ୱରଙ୍କର, ତାହେଲେ ଆମ ଠାରୁ ଛାଡ଼ି ଚାଲିଯିବ। ତାହାକୁ ଧରି ରକ୍ଷା କରିବା ନିମନ୍ତେ ପ୍ରତ୍ୟେକ ସମୟ ଦୂତମାନଙ୍କୁ ପ୍ରେରଣ କରୁଛନ୍ତି, କିନ୍ତୁ ଆମ୍ଭେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ଆବଶ୍ୟକ ଅଟେ। ଆଜି ଆମେ କେତେ ଈଶ୍ୱରଙ୍କ ନିକଟରେ ଯୁକ୍ତିଯୁକ୍ତ ଉପାସନା କରୁଅଛୁ, ଆଉ ସେଇ ଈଶ୍ୱରଙ୍କର ଆତ୍ମାରେ ଆମେ ଚାଳିତ ହେଉଅଛୁ। କାଢିବେ ମୋ ସହିତ? ମୁଁ କାଢିବା ପୂର୍ବରୁ ଗୋଟେ ପ୍ରଶ୍ନ ପଚାରିବା ପାଇଁ ଚାହେଁ। ପବିତ୍ରତା କଣ? କୋଉମାନେ କହିପାରିବେ? ଆମମାନଙ୍କ ମଧ୍ୟରେ ତ ପ୍ରତ୍ୟେକ ବିଶ୍ୱାସୀ ବିଶ୍ୱାସିନୀ ଗଣି ଦାସ ଦାସୀ ମାନେ ଅଛନ୍ତି। ଆମମାନଙ୍କ ମଧ୍ୟରେ ମୁଁ କେହି ବି ଜଣେ କୁହନ୍ତୁ, ପବିତ୍ରତା କଣ? ପବିତ୍ରତା କଣ? କେହି ବି କହିପାରିବେ ନାହିଁ? ପବିତ୍ରତା କଣ କେହି ବି କହିପାରିବେ ନାହିଁ? ମାନେ କେତେ ଯେ ଆମମାନେ ପାପରେ ପତିତ ଅଛୁ, ପବିତ୍ରତା ନାମ ଧରିଲେ ବି ଆମମାନଙ୍କର ମୁଖ ଖୋଲା ଯାଉନାହିଁ। କେତେ ଯେ ଆମମାନେ ଅପବିତ୍ର ଜୀବନ କାଟୁଅଛୁ, ତାହା ଆମମାନଙ୍କ ନିକଟରେ ମୁଖ ବି ବନ୍ଦ କରିଦେଉଅଛି। ଆମମାନେ ଶୁଣିଥିଲୁ ମଶାଙ୍କ ବ୍ୟବସ୍ଥା 10 ଆଜ୍ଞା, ଯାହା ଆମମାନଙ୍କ ପାଇଁ ବି ଲେଖା ହୋଇଥିଲା। ଆଜି ବି ସେ ଆଜ୍ଞା ପାଳନ କରୁଅଛୁ ସତ, କେହି ତ ବ୍ୟଭିଚାର କରୁନାହାନ୍ତି ସତ, ଚୋରି କରୁନାହାନ୍ତି ସତ, କି ମଦ୍ୟପାନ କରୁନାହାନ୍ତି ତ ସତ, କି ଉତ୍ତମ ଭାବରେ ଚାଲୁଅଛନ୍ତି, ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉଛନ୍ତି ସତ, କିନ୍ତୁ ସେମାନଙ୍କ ମଧ୍ୟରେ ଏକ ପବିତ୍ରତା ଜୀବନ ଦେଖା ଯାଉନାହିଁ। ଆଜି ସେହି ଶରୀର ମଧ୍ୟରେ ଅନେକ ପ୍ରକାର ଗର୍ବ ଅହଙ୍କାର ଭର୍ତ୍ତି ହୋଇଯାଉଅଛି। ଆଜି ସେହି ଲୁସିଫର ମଧ୍ୟ ତା ପାଖରେ କୌଣସି ବିଷୟ ନଥିଲା। ସେ ଈଶ୍ୱରଙ୍କ ନିକଟରେ ଏକ ସ୍ତୁତି ଆରାଧନାକାରୀ ଏକ ବ୍ୟକ୍ତି ଥିଲା। ତାର ପଙ୍ଖରେ ମ୍ୟୁଜିକ ବାଜୁଥିଲା, ଆଉ ସେ ପ୍ରତ୍ୟେକ ଚେହେରା ତାର ଆଲୋକମୟ ଥିଲା। ଆଉ ସେ ନିଜକୁ ନିଜେ କଣ କହିଲା କି ମୁଁ ଈଶ୍ୱରଙ୍କର ସଦୃଶ୍ୟ ହେବା ପାଇଁ ଚାହୁଁଛି, ଈଶ୍ୱରଙ୍କ ସଦୃଶ୍ୟ ହେବା ପାଇଁ ଇଚ୍ଛା କରୁଛି। ଆଉ ସେହି ସମୟରେ ତାର ଗର୍ବ ତାହାକୁ ତଳେ ପକାଇ ଆଜି ଅନ୍ଧକାରର ଶକ୍ତି ମଧ୍ୟରେ ପ୍ରତ୍ୟେକ ମନୁଷ୍ୟକୁ, ଶରୀରର ପ୍ରତ୍ୟେକ ଅଙ୍ଗକୁ ସେ ବାନ୍ଧୁଅଛି। ଆଜି ସେହି ପ୍ରତ୍ୟେକ ଅଙ୍ଗକୁ ବାନ୍ଧିବା ସମୟରେ ପ୍ରଭୁ ଆସିଲେ, ଆଉ ଅନ୍ଧକାରକୁ ଖଣ୍ଡନ କରିଲେ। ସେ କ୍ରୁଶ ବିଧା ରକ୍ତରେ ଆମେ ପ୍ରତ୍ୟେକ ଲୋକ ପରିତ୍ରାଣ ପାଇଅଛୁ। ଆଜି ବି ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ ଆମମାନଙ୍କୁ ସୁଯୋଗ ଆବଶ୍ୟକତା ପଡ଼ିଯାଉଅଛି, ସଜୀବ ହେବାକୁ ଆବଶ୍ୟକ ପଡ଼ିଯାଉଅଛି, କାରଣ ଆମେ ପବିତ୍ରତା ଜୀବନ କାଟୁନାହୁଁ। କାରଣ ଯେଉଁମାନେ ପବିତ୍ରତା ଜୀବନ କାଟନ୍ତି, ଗୋଟିଏ ମୁହୂର୍ତ୍ତ ମଧ୍ୟ ସାଂସାରିକ ଜ୍ଞାନର କଥା ସେମାନେ କହନ୍ତି ନାହିଁ, ସାଂସାରିକ ପଥରେ ସେମାନେ ଚାଲନ୍ତି ନାହିଁ, ସାଂସାରିକ ପ୍ରତ୍ୟେକ ଅଭିଳାଷରେ ପଡ଼ନ୍ତି ନାହିଁ। କିନ୍ତୁ ଆଜି ଆମମାନଙ୍କର ମଧ୍ୟରେ ପ୍ରତ୍ୟେକ ସେ 10 ଆଜ୍ଞା ମଧ୍ୟରେ ବି ଆମେ ଉତ୍ତମ କର୍ମ କରିଲେ ବି ଆମମାନଙ୍କର ମଧ୍ୟରେ ସେ ଗର୍ବତା ରହିଯାଉଅଛି, କାରଣ ସେହି ଗର୍ବ ହିଁ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିନଥାଏ।
आमनकर जीवन यही शरीर जो जुक्ति जुक्त उपासना करूछु ईश्वर को डाकुछु आज से डाकिला समय रे ईश्वर आमनक ठारू संतुष्ट अटंती कि ना आमनकर शरीर मध्य रे दुख करूछंती एहा परीक्षा और समीक्षा करबा आवश्यक अटे आज आमनकर शरीर द्वारा प्रभु गौरवान्वित होउछंती कि आज ये जो पवित्र रविवार दिन आमे उपस्थित होइलु आज एही शरीर द्वारा प्रभुंकर गौरव होई पारि अछि कि एहा परीक्षा करबा आवश्यक अटे कारण दाऊद 7 थर प्रभुंकर आराधना करिला परे भी निजर वस्त्र को लंघन कला परे भी से संतुष्ट करि पारु नथिले से निजको केते नम्र करी प्रभुंक निकटवर्ती हेबाको पडुथिला प्रत्येक दिन नृत्य रे तुरी रे वाद्य यंत्र रे प्रभुंकर आराधना रे जुक्ति जुक्त उपासना करी प्रत्येक दिन ईश्वर निकटवर्ती होतिले आज आमनक मध्य रे भी प्रभु आमनक निकटवर्ती हेबा को चाहती किंतु आमे को प्रकार उपासना करूछु आज आमनक शरीर मध्य रे ईश्वर को आमे संतुष्ट करि पारुछु कि आमनकर शरीर जो शरीर ईश्वर प्रत्येक अंग को परमेश्वर को सदृश बनाइले आज से ही परमेश्वर को आमनकर प्रत्येक अंग को ईश्वर को संतुष्ट करि पारुछु कि मो प्रिय प्रभुंक लोक माने ना आमनकर जीवन रे सही अहंकार गर्व आज भी आमनकर जीवन रे कार्य करूछि ना आज भी आमनको पाए अन्य मानको क्रोध रे कथा होछु आज भी आमने अन्य मानको पाए सही अनेक प्रकार तुच्छ करू कथा होछु किंतु नम्रता बिना ईश्वर को राज्य रे केबे केही प्रवेश करि पारे नाही ईश्वर को राज्य रे आमन को नम्रता आवश्यक अटे पवित्रता आवश्यक अटे ईश्वर को राज्य रे प्रवेश करिबा कले आमन को एही सांसारिक प्रत्येक ज्ञान गर्व अहंकार ए सब को छाड़ीबा पड़िबो मो सहित काढ़िबे प्रथम पितर तार 1 पर्व 5 पद 15 पद आमे किमिति पवित्र हेबा जो परित्राण शेष काल रे प्रकाशित हेबा पाए प्रस्तुत होइछि सेथि निमंते तुमे माने ईश्वरक शक्ति रे विश्वास द्वारा सुरक्षित हुओछु आमे जो विश्वास करी शक्ति प्राप्त हुओछु सेही द्वारा माने प्रत्येक दिन सुरक्षित हुओछु ईश्वरक सानिध्य रे मो प्रिय प्रभुंक लोक माने आमनकर व्यवहार रे आचरण रे प्रत्येक समय रे जे प्रकार ईश्वर दुख न पांतु आमनकर चाली चलन रे आमन कथावार्ता रे आमनकर मुख दे जो कथा कहउछु अन्य मानक निकट रे एक मुख दे कोनोसी गोटे कथा भी मिस्टेक भाव रे आमे कहि देउ ताले ईश्वर दुख करंती मो संतान मु ताको ए जगत मध्य रे स्वर्गर प्रजा से थिला मु ताको जगत मध्य रखी अछि आज भी से मोर कथा मानिला नहीं आज भी सुसमाचार ध्यान देला नहीं कर्णपात कला नहीं सुनिला नहीं ए प्रकार आमनकर व्यवहार रे जे प्रकार ईश्वर असंतुष्ट न हेबे कलसियो तार 20 पर्व 24 पद लेबियो तार 20 रे 24 सॉरी क्षमा करिवे मात्र आम्भे तुममानंकु कहूछु सेमानक देश अधिकार करिबो आउ आम अधिकार निमंते देखंतु जो माने ईश्वर निकटवर्ती एक पवित्रता जीवन काटंती से मानको एक देश जो मानको पाए प्रस्तुत रखा जाय अछि से मानको से प्रस्तुत करी से परमेश्वर से स्थान को देबे आमे ए स्थान रे आसी तो सही पड़ू ना हो नहीं पवित्र परमेश्वर को निकट रे आसी आमे तो सुनुछ तो सेथि पाए भी परमेश्वर देखंती आमानकर से देश पाए भी आमानकर कर्ण भी जागृत रहिबा आवश्यक अटे कारण जेते बेले परमेश्वर जगत मध्य रे 12 शिष्य माने जेते बेले प्रभुंकर शत्रु मानको हस्त रे समर्पित हेबा पूर्वरु प्रत्येक शिष्य मानको गोटे कथा कहिथिले जागी रही प्रार्थना करो परीक्षा रे न पड़ो
ଆଜି ସେହି ଶକ୍ତି ଆମମାନଙ୍କୁ ପରମେଶ୍ୱର ଦଉଅଛନ୍ତି, କିନ୍ତୁ ଆମମାନେ ଜାଗି ରହିପାରୁନାହୁଁ। ଆଉ ଈଶ୍ୱରଙ୍କ ନିକଟରେ ଯୁକ୍ତିଯୁକ୍ତ ଉପାସନା କରିପାରୁନାହୁଁ। ଆଉ ଆମେ ଦୁର୍ବଳତା ପଡ଼ିଯାଉଛୁ ଏ ଶରୀର ମଧ୍ୟରେ। ଆଜି ଏ ଅଙ୍ଗ ପ୍ରତ୍ୟେକ ଅଙ୍ଗ ଈଶ୍ୱରଙ୍କର ଯୋଉ ସଜୀବ ହେବା ନିମନ୍ତେ ଆମମାନଙ୍କୁ ଯୋଉ ଅଙ୍ଗକୁ ଈଶ୍ୱରଙ୍କ ନିକଟରେ ବଳି ଉତ୍ସର୍ଗ କରିବାକୁ ପଡ଼ିବ, ତାହା ଆମେ ଭୁଲି ଯାଉଅଛୁ। ନିଦ୍ରା ଅବସ୍ଥାରେ ନିଦ୍ରାକୁ ଭଲ ପାଆନ୍ତୁ ନାହିଁ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ। ଆମମାନଙ୍କୁ ସେ ଅନେକ ପ୍ରକାର କ୍ଷତି ଆମମାନଙ୍କ ଜୀବନରେ କରିବ। ତାପରେ ଯେ ଅନ୍ୟ ଲୋକଙ୍କ ଠାରୁ ପୃଥକ କରିଅଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର। ଯୋଉ ଦେଶ ଆମମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଅଛି, ସେ ଇସ୍ରାଏଲ ଲୋକମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା। ଆଜି ପ୍ରତ୍ୟେକ ସହର, ପ୍ରତ୍ୟେକ ଦେଶ, ପ୍ରତ୍ୟେକ ମାନବ ପାଇଁ ସେ ସ୍ୱର୍ଗ ରାଜ୍ୟ ପ୍ରସ୍ତୁତ ହୋଇସାରିଅଛି ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ। ଆଜି ଆମେ କୋଉ ପ୍ରକାର ପ୍ରସ୍ତୁତ ଅଟୁ ଈଶ୍ୱରଙ୍କ ନିକଟରେ ଯିବା ପାଇଁ? ଆମେ କୋଉ ପ୍ରକାର ଈଶ୍ୱରଙ୍କ ନିକଟରେ ଆମେ ଶରୀରକୁ ଉତ୍ସର୍ଗ କରୁଅଛୁ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଇଯିବା ପାଇଁ? ଆଜି ଆମେ କେଉଁ ପ୍ରକାର ଆମେ କେମିତି କାଟୁଅଛୁ ଆମମାନଙ୍କର ଈଶ୍ୱରଙ୍କ ନିକଟରେ ଏକ ଜୀବନ ଯାପନ କରିବା ପାଇଁ? ଆମେ କେମିତି କାଟୁଅଛୁ? ଆଜି ତ ଆମେ ମନୁଷ୍ୟ ମଧ୍ୟରେ ମନୁଷ୍ୟ ମାନଙ୍କ ମଧ୍ୟରେ ଏକ ଜୀବନ ଯାପନ କରୁଅଛୁ। ଆମେ ପ୍ରତ୍ୟେକ ସମୟ କେମିତି କାଟୁଅଛୁ ଲୋକ ଦେଖୁଛନ୍ତି, କିନ୍ତୁ ଈଶ୍ୱର ଯୋଉ ସ୍ୱଚକ୍ଷୁରେ ଦେଖିବା ପରମେଶ୍ୱର ଆମେ ଗୁପ୍ତ ଭାବରେ ଯାହା କରୁଅଛୁ, ତାହା ସେଇ ପରମେଶ୍ୱର ଆମମାନଙ୍କୁ ପ୍ରତ୍ୟେକ କାର୍ଯ୍ୟକୁ ଦେଖୁଥାନ୍ତି। ଆଜି ତ ଆମେ ସାମ୍ନାରେ ମତେ ଆପଣ ଦେଖୁଛନ୍ତି, ମୁଁ ଆପଣଙ୍କୁ ଦେଖୁଛନ୍ତି, ଆପଣ ବସିଛନ୍ତି, ମୁଁ କଥା କହୁଛି, କିନ୍ତୁ ଯୋଉ ଗୁପ୍ତ ଭାବରେ ଆପଣ ଘରେ ମଧ୍ୟରେ ରହିଥିବେ, ଯୋଉ ଗୁପ୍ତ ଭାବରେ ଆପଣ ଘର ପରିବାର ମଧ୍ୟରେ କଥାବାର୍ତ୍ତା କରୁଥିବେ, ଯୋଉ ଗୁପ୍ତ ଭାବରେ ଆପଣ ପ୍ରତ୍ୟେକ କାର୍ଯ୍ୟ କରୁଥିବେ, ସେ ସ୍ୱର୍ଗସ୍ଥ ପିତା ତାହା ପ୍ରତ୍ୟେକ ଲୋକଙ୍କୁ ନିରୀକ୍ଷଣ କରୁଅଛନ୍ତି। ଆମେ ଆଜି ତ ପ୍ରସ୍ତୁତ ହୋଇ ପ୍ରଭୁଙ୍କ ନିକଟରେ ସାକ୍ଷୀ ରହି ଆମେ ପ୍ରାର୍ଥନା କରିଦଉଛୁ, ପ୍ରଭୁଙ୍କ ନିକଟରେ ଏକ ସାକ୍ଷ୍ୟ ପ୍ରଦାନ କରିଦଉଛୁ, କିନ୍ତୁ ସେଇ ସାକ୍ଷ୍ୟ ରୂପୀ ଜୀବନ ଆଜି ବି ଆମମାନଙ୍କର ଜୀବନରେ କାଟି ପାରୁଅଛୁ କି? ଆଜି ବି ଈଶ୍ୱରଙ୍କୁ ଆମେ ସନ୍ତୁଷ୍ଟ କରି ଜୀବନ ଯାପନ କରିପାରୁଅଛୁ କି? ଏହା ସମୀକ୍ଷା କରିବା ଆବଶ୍ୟକ ଅଟେ। ଯୁକ୍ତିଯୁକ୍ତ ଉପାସନା ଏଇ ପ୍ରକାର ନୁହେଁ ଯେ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ କି ପ୍ରତ୍ୟେକ ଦିନ ଆଜି ପ୍ରାର୍ଥନା କରିବା, ସନ୍ଧ୍ୟାରେ ଭୁଲିଯିବା, କି କାଲି ଆମେ ରବିବାର ନାହିଁ ବୋଲି କାଲି ଭୁଲିଯିବା, ସୋମବାର ଆସିଲା ତ ବୋଲି। ପ୍ରତ୍ୟେକ ଦିନ ଆମମାନଙ୍କୁ ଶରୀରକୁ ଈଶ୍ୱରଙ୍କ ନିକଟରେ ବଳି ଉତ୍ସର୍ଗ କରିବାକୁ ପଡ଼ିବ। ତାହେଲେ ଏହି ଜଗତର ପ୍ରତ୍ୟେକ ଅନ୍ଧକାର ଶକ୍ତି ଆମମାନଙ୍କୁ ଗ୍ରାସ କରିପାରିବ ନାହିଁ। ଆଜି ସେହି ଅନ୍ଧକାର ଶକ୍ତି ଆମମାନଙ୍କୁ ଗ୍ରାସ କରୁଥିବା କାରଣ ଏହା ଯେ ଆମେ ଈଶ୍ୱରଙ୍କ ନିକଟରେ ଆମେ ଯୁକ୍ତିଯୁକ୍ତ ଉପାସନା କରିପାରୁନାହୁଁ, ଆଉ ଈଶ୍ୱରଙ୍କୁ ଆମେ ସନ୍ତୁଷ୍ଟ କରିପାରୁନାହୁଁ। ଆଉ ଈଶ୍ୱର ଆମମାନଙ୍କୁ କଣ ପାଇଁ ସେ ଚାହାନ୍ତି, ଆଉ ଈଶ୍ୱରଙ୍କର ସନ୍ତୋଷଜନକ କଣ ରହିଅଛି, ତାହା ଆମେ ସମୀକ୍ଷା କରିବା ଆବଶ୍ୟକ ଅଟେ। କାରଣ ଯଦି ଆମେ ଈଶ୍ୱରଙ୍କ ନିକଟରେ ଯୁକ୍ତିଯୁକ୍ତ ଉପାସନା ନ କରିଲେ ଈଶ୍ୱର କେବେ ବି ସନ୍ତୁଷ୍ଟ ହୁଅନ୍ତି ନାହିଁ। ଆଉ ସେ ଶରୀର ମଧ୍ୟରେ ଆମମାନଙ୍କର ପବିତ୍ର ରହିବା ଆବଶ୍ୟକ ଅଟେ। ଏବ୍ରୀ ତାର 12 ପର୍ବ 14 ପଦ। ଆଉ ଅଳ୍ପ ସମୟ ମଧ୍ୟରେ ମୁଁ ଶେଷ କରିବି। ସମସ୍ତଙ୍କ ମଧ୍ୟରେ ଶାନ୍ତିରେ ରହିବା ପାଇଁ ଚେଷ୍ଟା କର। କାରଣ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମେ ବିଶ୍ୱାସ କଲୁ, ଆମମାନଙ୍କୁ ପ୍ରେମ କଲେ, କାରଣ ସେ ଜଗତକୁ ଏଡ଼େ ପ୍ରେମ କଲେ ବୋଲି ଆମେ ପ୍ରତ୍ୟେକ ଲୋକ ଜାଣୁଅଛୁ। ଆଜି ସେହି ପ୍ରେମ ଆମେ ପ୍ରତ୍ୟେକ ଲୋକ ପାଇଅଛୁ। ଆଜି ସେହି ପ୍ରେମ ଆମେ ଅନେକ ଲୋକମାନଙ୍କ ନିକଟରେ ଆମେ ଶାନ୍ତିରେ ରହିବା ବି ଆବଶ୍ୟକ ଅଟେ। ପବିତ୍ରତା ଜୀବନ କାଟିବା ପ୍ରଥମ ଆବଶ୍ୟକ ଅଟେ। ପୁଣି ସାଂସାରିକ ଲୋକମାନଙ୍କ ଠାରେ ବି ଶାନ୍ତିରେ ରହିବା ଆବଶ୍ୟକ ଅଟେ। ତାପରେ ପୁଣି ଯୋଉ ପବିତ୍ରତା ବିନୁ କେହି ପବିତ୍ରତା ବିନୁ ଈଶ୍ୱରଙ୍କ ଦର୍ଶନ ବି ପାଇପାରେ ନାହିଁ। ସେଥିରେ ଅନୁସରଣ କର। ପରମେଶ୍ୱରଙ୍କୁ ଯଦି ଆମେ ଦର୍ଶନ ପାଇବାକୁ ଇଚ୍ଛା କରୁଅଛୁ, ତାହେଲେ ଆମମାନଙ୍କର ଶରୀରକୁ ପବିତ୍ର କରି ଈଶ୍ୱରଙ୍କ ନିକଟରେ ବଳି ଉତ୍ସର୍ଗ କରିବାକୁ ପଡ଼ିବ। ତାହେଲେ ସେ ପରମେଶ୍ୱରଙ୍କୁ ଆମେ ଦର୍ଶନ କରିପାରିବା। ମଶା ଦର୍ଶନ କରିଥିଲେ, ତାଙ୍କର ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ସେ ପବିତ୍ର ଜୀବନ କାଟୁଥିଲେ, ଆଉ ଶେଷରେ ଇସ୍ରାଏଲ ଲୋକମାନଙ୍କୁ ଏକ ରକ୍ଷକ ହେବା ପାଇଁ ସେ ସାହାଯ୍ୟ କରିଥିଲେ।
आज भी आमने से ईश्वर को दर्शन पाइबा निमंते आमମାନଙ୍କୁ शरीरକୁ सजीव କରିବା ଆବଶ୍ୟକ ଅଟେ ଆଉ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ଅଟେ ସେହି ସନ୍ତୁଷ୍ଟ ପରମେଶ୍ୱରଙ୍କୁ କରିଲେ ହିଁ ଯାଇ ଆମେ ପ୍ରତ୍ୟେକ ଲୋକ ଦର୍ଶନ ଈଶ୍ୱରଙ୍କ ପାଇପାରିବା ଆଜି ଆମେ ଦେଖିପାରୁଛୁ ମନୁଷ୍ୟକୁ ଦେଖିପାରୁଛୁ କିନ୍ତୁ ଈଶ୍ୱର ଯେ ସ୍ୱର୍ଗସ୍ଥ ପିତା ସେ ପ୍ରତ୍ୟେକ ସୃଷ୍ଟିକର୍ତ୍ତା ତାହାଙ୍କୁ ଆପଣ ଦେଖିପାରୁନଥିବେ କାରଣ ସେ ପରମେଶ୍ୱର ଉପସ୍ଥିତ ଅଟନ୍ତି ଆମମାନଙ୍କ ମଧ୍ୟରେ ଉପସ୍ଥିତ ଅଟନ୍ତି ତାହା ବି ଆପଣମାନେ ଜାଣିପାରୁନାହାନ୍ତି କିନ୍ତୁ ସେହି ପରମେଶ୍ୱରଙ୍କ ନିକଟରେ ଯେଉଁମାନେ ପବିତ୍ରତା ଭାବରେ ଈଶ୍ୱରଙ୍କୁ ଡାକ ପକାନ୍ତି ସେମାନଙ୍କୁ ସେ ଦର୍ଶନ ଦିଅନ୍ତି ପିତରତାର ପ୍ରଥମ ପିତରତାର 5:16 ପଦ पवित्रता कौन करे से लेखा अच्छे 5:16 सॉरी क्षमा कर प्रथम पितर 1:16 प्रथम पितर 1:16 क्षमा करेंगे जेणु लेखा अच्छी तुम्हें माने पवित्र हुओ कारण आम्भे पवित्र कारण से परमेश्वर पवित्र थिबा सकाश हुए आमानकु से पवित्र हेबा पाई कहउछंती मो प्रिय प्रभु लोक माने कारण परमेश्वर पवित्र नथिले आमको कहि न थांते हमर स्वर्गर प्रजा जदि आमे हेई नथिले से आमानकु कहि न थांते आमे प्रत्येक लोक से स्वर्गर प्रजा अटु आ से परमेश्वर पवित्र अटंती आज आमानक मध्यरे से गर्व अहंकार जहाँ भी किछि रहि जिवो ताहले आमे ईश्वर को दर्शन केबे पाई परिबा नहीं आ से स्वर्ग राज्य जो आमानक पय प्रस्तुत करा जाय अछि से स्थान रे भी आमे प्रवेश करि परिबा नहीं आमे ईश्वर को संतुष्ट करिबा कोइले आमानकर शरीर को सजीव करी प्रत्येक समय पवित्र करने आवश्यक अटे पवित्र बिना ईश्वर को दर्शन पाई पारिबो नहीं पवित्र बिना ईश्वर को स्वर्ग राज्य को भी जाई पारिबो नहीं जदि आमे अन्य पथरे चालुअछु ताहा समीक्षा करी आम बाट को सुधारिबा समय अटे माथ्यू तार 5:48 पद शेष करिबा गोटे वाक्य पढ़ी शेष वाक्य कही शेष करबा चाहे माथ्यू तार 5:48 पद अतएव तुम मानकर स्वर्गस्थ पिता जी प्रकार सिद्ध तुम्हें माने मध्य सही प्रकार सिद्ध हुओ कारण से परमेश्वर स्वर्गस्थ पिता प्रत्येक विषय सिद्ध अटंती प्रत्येक समस्या आम जीवन आसी थाए दुख आसी थाए समस्या रे आमे पड़ी थाओ किंतु आमे ईश्वर को निकटवर्ती ही एक सजीव जीवन काटी पारि न थाओ आमे जते जन विश्वासी नेउछु आज जगत मध्य आमे बसवास करूछु मो प्रिय प्रभु लोक माने आमानकर जीवन रे दुख आसीबा कारण एहा कि आम माने अल्प समय मध्य डाकिबा भूली जाई थाओ अल्प समय मध्य प्रभु को निकटवर्ती हेबा भूली जाई थाओ सेथिपाई आमानकर निकट रे शैतान रो अंधकार शक्ति कार्य करि थाए आउ से सिद्धता आमानक ठारो देखा जाई न थाए कारण से पवित्रता परमेश्वर आमान को हृदय मध्य राजत्व करी प्रत्येक समय पवित्र हो रखा से चाहती पवित्र पथरे चलवा किंतु आज अनेक लोक माने ईश्वर प्रति विरोध रे अनेक कथा कहती किंतु कथा शुणी शुणी भी पाप रे पड़ जाऊँच अनेक कहवा लोक अच्छा अनेक गाली करवा लोक भल पाइबा लोक ए संसार मध्य प्रत्येक लोक अच्छा आज आमने कौ लोक मानकर फांदरे पड़ जाऊँ ना अंधकार शक्ति मध्य आम जीवन रही जाइए समीक्षा करी ईश्वर स्वर्गीय ज्ञान को आम प्राप्त होबा पवित्रता जीवन काटिबा आउ ईश्वर निकट रे बलि उत्सर्ग करिबा ताहा ही ईश्वर आमान को चाहती आउ सेथिरे आम ईश्वर को आम प्रत्येक लोक संतुष्ट करि परिबा जदि आम संतुष्ट करि पारुना हो ताहाले आमाने अनेक समय रे आमे दुख रे पड़ी गले भी प्रभु आमान को उद्धार करेंगे नहीं उद्धार पथ तो खोली अच्छी परीक्षा तो प्रत्येक विश्वासी मानक मध्य अच्छी परीक्षा तो अनेक आसीबो समस्या तो अनेक आसीबो किंतु समस्यार रास्ता आउ खोलिबो नहीं से समस्या रे रही जिवो किंतु आईबों जीवन रे देखिबे आईबो जने विश्वास करुतिले से तांको जीवन रे गोटिए भी सुधा पाप नथिला
ପ୍ରଭୁଙ୍କ ଠାରେ ଏକ ବିଶ୍ୱାସ କରି ଜୀବନ କାଟୁଥିଲେ, ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ରହିଥିଲେ। ଅନେକ ଟଙ୍କା, ଅନେକ ପଇସା, ଅନେକ ସମ୍ପତ୍ତି, ଅନେକ ପ୍ରକାର ତାଙ୍କ ପାଖରେ ଥିଲା, ଦିନ ଆସିଲା ସବୁ କିଛି ଚାଲିଗଲା, କିନ୍ତୁ ସେ ଈଶ୍ୱରଙ୍କୁ ବିଶ୍ୱାସ କରୁଥିଲେ। ଆଉ ତାହାଙ୍କ ନିକଟରେ ଏହି ପ୍ରକାର ବିଶ୍ୱାସ ଥିଲା କି ପବିତ୍ରତା ଜୀବନ କାଟୁଥିଲେ ଆଉ କହୁଥିଲେ, ମୋର ପ୍ରଭୁ ମୁଁ ଆସିଛି ଉଲଗ୍ନ, ମୁଁ ଯିବି ଉଲଗ୍ନ, କିନ୍ତୁ ମୋ ପରମେଶ୍ୱର ଯାହା ଦେଇଥିଲେ ତାହା ମତେ ପୁଣି ଥରେ ଯୋଗାଇବେ, ସେ ପ୍ରକାର ବିଶ୍ୱାସ ତାଙ୍କ ଠାରେ ଥିଲା। କିନ୍ତୁ ଆଜିକା ସମୟରେ ଆଜିର ବିଶ୍ୱାସ ଏ ପ୍ରକାର ଦୁର୍ବଳ ଆମମାନଙ୍କର ଜୀବନରେ ଆସି ଯାଉଅଛି। ସେ ଦୁର୍ବଳତା ମଧ୍ୟରେ ଶୈତାନ କାର୍ଯ୍ୟ କରି ଆମମାନଙ୍କୁ ପଥଭ୍ରଷ୍ଟ କରିଦେଉଅଛି। ଆଜି ଆମମାନଙ୍କ ଜୀବନରେ ଏକ ନିଷ୍ପତ୍ତି ନେବା, ଆଜି ବି ଶରୀରକୁ ପ୍ରଭୁଙ୍କ ନିକଟରେ ସଜୀବ କରିବା ପାଇଁ ବଳି ଉତ୍ସର୍ଗ କରିବା, ଆଉ ପରମେଶ୍ୱରଙ୍କ ରାଜ୍ୟ ନିମନ୍ତେ ଆମେ ପ୍ରତ୍ୟେକ ଲୋକ ପ୍ରସ୍ତୁତ ହେବା। এই ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଶେଷରେ ଜ୍ଞାପନ ଦେଇ ମୁଁ ଶେଷ କରିବାକୁ ଚାହେଁ, ଆଉ ପ୍ରଭୁଙ୍କର ଅନୁଗ୍ରହ ଦୟା ସକାଶେ ଭାଇ ବିଶାଲ ପୁଣି ଭାଇ କୁନା ଭାଇ ଆମମାନଙ୍କର ପରିଚିତ, ଯେ ପ୍ରକାର ଆମେ ରାୟଗଡ଼ରେ ମୋତେ ପରିଚୟ ହେଇଥିଲେ, ପ୍ରଭୁଙ୍କୁ ଧନ୍ୟବାଦ ଦିଏ ପ୍ରଥମରେ, ଆଉ ଆଙ୍କୁ ବି ମଧ୍ୟ ଧନ୍ୟବାଦ ଦିଏ କି ଏ ଗ୍ରାମରେ ମୋତେ ଏ ସୁଯୋଗ ସମୟ ଦେଇଥିବା ଯୋଗୁଁ। ଆଉ ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଦିଏ କି ଆପଣ ପ୍ରତ୍ୟେକ ଲୋକ ଉପସ୍ଥିତ ହେଇ ପ୍ରଭୁଙ୍କର ସାନ୍ନିଧ୍ୟରେ ଉପସ୍ଥିତ ହେଇଥିବା ଯୋଗୁଁ। ସମସ୍ତଙ୍କୁ ଖ୍ରୀଷ୍ଟ ନମସ୍କାର। ପ୍ରେଜ୍ ଲର୍ଡ। कहवा हालेलुया, हालेलुया। आओ प्रभु को धन्यवाद देवी, कारण आज्ञा को दे परिचय होचे मो क्षुद्र कलंकित मनुष्य तांको सहित परिचय हेबार योग्य नहीं। से परिचय होचे, परिचय रो माध्यम होचे यूट्यूब प्लेटफॉर्म। प्रेज द लॉर्ड। आज मु अनेकों सहित परिचय होची, माने ए सोशल मीडिया सेवा कार्य माध्यम थिबा हेतु अनेकों सहित विशिष्ट व्यक्ति मान सहित मो परिचय प्राय होई था। तो दिने तांकर वाक्य रायगढ़ रे मंडल रे थिला, आ मु हठात किना सिटे पहुंचली। आ आज्ञा को मु कथा ही नथली, खाली गोटे साक्ष्य नवा पई केमिति सेवा आरंभ करछंती से ऊपर तांकर गोटे यूट्यूब 1 to 1 मु नेइथिली। सेठी ही कहिथिली, आज्ञा प्रभु को इच्छा हले आम गांव को केबेले जीवा। हालेलुया। तेणु से इच्छा आज प्रभु प्रकाश करिसंती। तेणु विशेष मु धन्यवाद दिए। प्रिय श्रोता मंडली, जेते आमे सुनिछु आजिर शीर्षकर केंद्र अंशटी हला निज शरीर को प्रभु को पाई आत्मिक अस्त्र शस्त्र रूपे व्यवहार करिबा। प्रेज द लॉर्ड।